ଡକାୟତି ଉଦ୍ୟମ ଫଣ୍ଡ କରିଛି ଉଲୁଣ୍ଡା ପୁଲିସ। ସୂଚନା ମୁତାବକ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଝାରବାହାଲି ଛକ ନିକଟରେ ଡକାୟତି ଉଦ୍ୟମ ପାଇଁ ଯୋଜନା କରୁଥିବା ବେଳେ ଉଲୁଣ୍ଡା ପୁଲିସ ଟିମ୍ ଚଢ଼ାଉ କରି କାର ଜବତ ସହ 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଭେଡ଼େନ ଅଞ୍ଚଳର ଦେବେନ୍ଦ୍ର ଧର, ଅତାବିରା ଥାନା ପୋଡ଼ବାହାଲି ସୁରଜ ମହାପାତ୍ର ଏବଂ ଗଣ୍ଡତୁରୁମ ଅନିଲ ସେଠ। ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ଉକ୍ତ ସ୍ଥାନରେ ଡକାୟତି ପାଇଁ ଯୋଜନା ପ୍ରସ୍ତୁତ ଚାଲିଥିଲା। କୌଣସି ସୂତ୍ରରୁ ଖବର ପାଇ ପୁଲିସ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲା। ସେଠାରେ ପୁଲିସକୁ ଦେଖି 2 ଜଣ ବ୍ୟକ୍ତି ଫେରାର ମାରିଥିବା ବେଳେ ଅନ୍ୟ 3 ଜଣଙ୍କୁ ପୁଲିସ କାବୁ କରିଥିଲେ। କାର ଭିତରୁ 2ଟି ଛୁରୀ, ଗୋଟିଏ ଟାଙ୍ଗିଆ, 2ଟି ଲୁହାଛଡ଼, ଲଙ୍କାଗୁଣ୍ଡ ଆଦି ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲେ। ଏନେଇ ଏକ ମାମଲା 2/26 ରୁଜୁ କରି ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଏନେଇ ଉଲୁଣ୍ଡା ଆଇଆଇସି ଲିଙ୍ଗରାଜ ସେଠୀ ସୂଚନା ଦେଇଛନ୍ତି।